କର୍ଣ୍ଣ ଯୁଦ୍ଧରେ ହାରିଲେ କାହିଁକି? କର୍ଣ୍ଣଙ୍କର ପ୍ରକୃତ ନାମ ବସୁସେନ। ସେ ମା ପେଟରୁ କବଚ କୁଣ୍ଡଳ ପିନ୍ଧି ଜନ୍ମ ହୋଇଥିଲେ। କବଚ ଯୋଗୁଁ ତାଙ୍କୁ ଯୁଦ୍ଧରେ କେହି ଆଘାତ କରିପାରୁନଥିଲେ। ସେହିପରି କାନରେ କୁଣ୍ଡଳ ଥିବା ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ଭୟ ନଥିଲା। ମହାଭାରତ ଯୁଦ୍ଧରେ ତାଙ୍କର ପ୍ରକୃତ ପ୍ରତିପକ୍ଷ ଯୋଦ୍ଧା ଥିଲେ ଅର୍ଜୁନ। କିନ୍ତୁ ପାଣ୍ଡବ ପକ୍ଷ ସବୁବେଳେ କର୍ଣ୍ଣଙ୍କୁ ଭୟ କରୁଥିଲେ। କର୍ଣ୍ଣ ପରାସ୍ତ ହେବେ କିପରି, ତାହା ହିଁ ଥିଲା ସେମାନଙ୍କର ବଡ଼ ଚିନ୍ତା। ମହାଭାରତ ଯୁଦ୍ଧ ଚାଲିଥାଏ, କର୍ଣ୍ଣ ପରାସ୍ତ ହେବେ କିପରି, ସେହି ଚିନ୍ତାରେ ଯୁଧିଷ୍ଠିର ସବୁଠାରୁ ବେଶୀ ବିମର୍ଷ ହୋଇ ପଡ଼ିଥାନ୍ତି। ସେହି ସମୟରେ ଦେବରାଜ ଇନ୍ଦ୍ର ତାଙ୍କ ନିକଟକୁ ବାର୍ତ୍ତା ପଠାଇଲେ ଯେ ସେ କର୍ଣ୍ଣ ପରାସ୍ତ ହେବାର ବାଟ ଖୋଜୁଛନ୍ତି। ପାଣ୍ଡବ ପକ୍ଷ ନିଶ୍ଚିତ ରୁହନ୍ତୁ। ଦିନେ କର୍ଣ୍ଣ ରାତିରେ ଶୋଇଛନ୍ତି। ହଠାତ୍ ସ୍ୱପ୍ନ ଦେଖିଲେ ଯେ ଜଣେ ତେଜମୟ ବ୍ରାହ୍ମଣ ତାଙ୍କ ଶୟନ କକ୍ଷରେ ପ୍ରବେଶ କରି କହୁଛନ୍ତି, ବସୁସେନ, ଏଥିମଧ୍ୟରେ କୌଣସି ବ୍ରାହ୍ମଣ ଆସି ତୁମକୁ କବଚ କୁଣ୍ଡଳ ଦାନ ମାଗିପାରନ୍ତି। କିନ୍ତୁ ମନେ ରଖ, କେବେ ହେଲେ ତୁମେ ଏହି ଦୁଇଟି ଜିନିଷ କାହାକୁ ଦେବ ନାହିଁ। ଯଦି ଦିଅ ତୁମର ଅମଙ୍ଗଳ ହେବ। ତାହା ଶୁଣି କର୍ଣ୍ଣ ସ୍ୱପ୍ନରେ ଚମକି ଉଠି କହିଲେ, ହେ ବ୍ରାହ୍ମଣ, ଆପଣ କ'ଣ କହୁଛନ୍ତି? ଦାନବୀର କର୍ଣ୍ଣ କ'ଣ କୌଣସି ବ୍ରାହ୍ମଣକୁ ନିରାଶରେ ଫେରାଇ ଦେଇପାରିବ? ଏହା କଦାପି ହୋଇନପାରେ। ତାହା ଶୁଣି ବ୍ରାହ୍ମଣ କହିଲେ, ତୁମେ କ'ଣ ମୋତେ ଚିହ୍ନି ପାରୁନାହ? ମୁଁ ତୁମର ପିତା ସୂର୍ଯ୍ୟ। ଏଥିମଧ୍ୟରେ ଦେବରାଜ ଇନ୍ଦ୍ର ଛଦ୍ମବେଶରେ ତୁମଠୁ କବଚମଣ୍ଡଳ ନେବା ଲାଗି ଆସିବେ। ମୋ କଥା ମାନ, କେବେ ହେଲେ ତୁମେ ତାଙ୍କୁ ଏ ଦୁଇଟି ଜିନିଷ ଦାନ ଦେବ ନାହିଁ। ଅନ୍ୟ ଦାନ ଦେଇ ତାଙ୍କୁ ସନ୍ତୁଷ୍ଟ କରିବ। ତାହା ଶୁଣି କର୍ଣ୍ଣ କହିଲେ, ପିତୃଦେବ, ମୋତେ କ୍ଷମା ଦିଅନ୍ତୁ। ଇନ୍ଦ୍ର ହୁଅନ୍ତୁ ବା ଯେକୌଣସି ବ୍ୟକ୍ତି ହୁଅନ୍ତୁ, ଦାନ ନେବା ଲାଗି ମୋ ପାଖକୁ ଆସିଲେ ମୁଁ ତାଙ୍କୁ କୃପଣ ପରି ମନା କରିପାରିବି ନାହିଁ। ସୂର୍ଯ୍ୟ ଏତିକିରେ ନିରାଶ ହୋଇ ଫେରିଗଲେ। ମନରେ ଦୁଃଖ ଆସିଲା ମଧ୍ୟ ପୁଅର ଉଦାରତା ଦେଖି ମନ ତାଙ୍କର ଗର୍ବରେ ଫୁଲି ଉଠିଲା। ଅନ୍ୟ ଦିନ ଦେବରାଜ ଇନ୍ଦ୍ର ବ୍ରାହ୍ମଣ ବେଶରେ କର୍ଣ୍ଣଙ୍କ ପାଖରେ ଆସି ପହଞ୍ଚିଲେ ଓ କହିଲେ, ବସୁସେନ, ମୁଁ ଜଣେ ଗରିବ ବ୍ରାହ୍ମଣ, କିଛି ଦାନ ମାଗିବାକୁ ଆସିଛି। ପ୍ରଥମେ କଥା ଦିଅନ୍ତୁ ଯେ ମୋତେ ନିରାଶ କରିବେ ନାହିଁ। କର୍ଣ୍ଣ ପ୍ରତିଜ୍ଞା କରି କହିଲେ ଯେ ନିଶ୍ଚିତ ଭାବେ ତାଙ୍କର ଇଚ୍ଛା ପୂରଣ କରିବେ। ତାହାଁ ଦେବରାଜ କହିଲେ, ଆପଣଙ୍କର ଶରୀରରେ ଥିବା କବଚ କୁଣ୍ଡଳ ମୋତେ ଦାନ କରନ୍ତୁ। ତାହା ଶୁଣି ସୂର୍ଯ୍ୟଙ୍କର କଥା ତାଙ୍କର ମନେ ପଡ଼ିଲା, କିନ୍ତୁ ପ୍ରତିଜ୍ଞାରୁ ସେ ଓହରିଲେ ନାହିଁ। ଖଡ଼୍ଗ ସାହାଯ୍ୟରେ ନିଜ ଶରୀରକୁ ଚିରି ରକ୍ତଭିଜା କବଚମଣ୍ଡଳକୁ ସେ ଇନ୍ଦ୍ରକୁ ଦାନ କଲେ। ଦାନ ଗ୍ରହଣ ପରେ ଇନ୍ଦ୍ର ତାଙ୍କୁ ଆଶୀର୍ବାଦ କରି କହିଲେ, ତୁମ ଶରୀରର ଜ୍ୟୋତି କେବେ ହେଲେ ମଉଳିବ ନାହିଁ। ପୁଣି କର୍ଣ୍ଣଙ୍କୁ ନିଜର ଆମୋଘ ଶକ୍ତି ପ୍ରତିଦାନ ଦେଇ ସେ ସ୍ୱର୍ଗକୁ ବାହୁଡ଼ି ଗଲେ। ନିଜ ଦେହରୁ କବଚ କୁଣ୍ଡଳ ଦେଲା ପରେ କର୍ଣ୍ଣଙ୍କର ପରାଜୟ ବାଟ ଫିଟିଗଲା। ପାଣ୍ଡବମାନେ ତାହା ଜାଣି ଖୁସି ହେଲେ। ପାପୀର ଇନ୍ଦ୍ରପଦ ଲାଭ। ବହୁତ ଯୁଗର କଥା, ଜଣେ ଜୁଆ ଖେଳାଳି ଥିଲା। ସେ ସବୁବେଳେ ବ୍ରାହ୍ମଣ ଓ ଦେବତାମାନଙ୍କୁ ନିନ୍ଦା କରୁଥିଲା। ଅସତ୍ ଉପାୟରେ ବହୁ ଧନ ଉପାର୍ଜନ କରି ସଦାବେଳେ ବ୍ୟଭିଚାରରେ ବ୍ୟସ୍ତ ରହୁଥିଲା। ଥରେ ସେ ଫୁଲମାଳ ଓ ଚନ୍ଦନ ଇତ୍ୟାଦି ନେଇ ବାହାରିଲା ବେଶ୍ୟା ଘରକୁ। ଯାଉ ଯାଉ ବାଟରେ ଝୁଣ୍ଟି ପଡ଼ି ବେହୋସ ହୋଇଗଲା। କିଛି ସମୟ ପରେ ଚେତା ଆସିବାରୁ ନିଜର ମନ୍ଦ ଉଦ୍ଦେଶ୍ୟ ଯୋଗୁଁ ଏପରି ଦଣ୍ଡ ପାଇଲା ବୋଲି ସେ ମନରେ ଘୋର ଅନୁତାପ କଲା। ସେହି ଦିନଠାରୁ ତା ମନରେ ଆସିଲା ବୈରାଗ୍ୟ। ସାଥିରେ ନେଇଥିବା ଫୁଲମାଳ ଓ ଚନ୍ଦନ ଇତ୍ୟାଦି ଶିବ ମନ୍ଦିରରେ ଅର୍ପଣ କରି ସେ ଫେରି ଆସିଲା ନିଜ ଘରକୁ। ଖରାପ କାମରେ ମନ ବଳାଇବ ନାହିଁ ବୋଲି ପ୍ରତିଜ୍ଞା କଲା। କିଛି ଦିନ ପରେ ତାର ମୃତ୍ୟୁ ହେଲା। ଦୂତମାନଙ୍କୁ ଡାକି ଯମରାଜ କହିଲେ, ଏହି ଲୋକ ଜୀବନରେ ବହୁତ ପାପ କରିଛି, ତାକୁ ନର୍କ ଯନ୍ତ୍ରଣା ଦେବାକୁ ପଡ଼ିବ। ତାହା ଶୁଣି ସେ ଲୋକ ଜଣକ କହିଲା, ଯମରାଜ, ମୁଁ ମହାପାପୀ। ଜୀବନରେ ବହୁ ଅଧର୍ମ କାମ କରିଛି ସତ, ହେଲେ ଯଦି କିଛି ପୁଣ୍ୟ କାମ କରିଥାଏ ତାହାର ଫଳ ମୋତେ ଆଗେ ଦିଅନ୍ତୁ। ଯମକ ଆଦେଶ ଅନୁଯାୟୀ ଚିତ୍ରଗୁପ୍ତ ପାଞ୍ଜି ଦେଖି କହିଲେ, ମହାରାଜ, ଏ ଲୋକ ମରିବାର ଅଳ୍ପ ଦିନ ପୂର୍ବରୁ ଶିବଙ୍କୁ ଫୁଲ ଓ ଚନ୍ଦନ ଅର୍ପଣ କରିଛି। ତାହାଦ୍ୱାରା ସେ ଯେତିକି ପୁଣ୍ୟ ଅର୍ଜନ କରିଛି ତାହାର ଫଳସ୍ୱରୂପ ମାତ୍ର 3 ଘଣ୍ଟା ଲାଗି ସେ ଇନ୍ଦ୍ର ଆସନ ଅଧିକାର କରିବା ପାଇଁ ହକଦାର। ତହୁଁ 3 ଘଣ୍ଟା ପାଇଁ ତାକୁ ସ୍ୱର୍ଗକୁ ଯିବାକୁ ଅନୁମତି ମିଳିଲା। ମନ ଖୁସିରେ ସେ ଆସି ପହଞ୍ଚିଲା ସ୍ୱର୍ଗ ରାଜ୍ୟରେ। ଦେବଗୁରୁ ବୃହସ୍ପତି ଇନ୍ଦ୍ରଙ୍କୁ 3 ଘଣ୍ଟା ଲାଗି ତାଙ୍କ ସିଂହାସନ ଛାଡ଼ିବାକୁ କହିଲେ। ଜୁଆଡ଼ି ଜଣକ ହେଲା ସ୍ୱର୍ଗର ରାଜା। ସେ ମନେ ମନେ ସ୍ଥିର କଲା ଯେ ଯେଉଁ ଶିବଙ୍କୁ ଅଳ୍ପ ସମୟ ଲାଗି ପୂଜା କରି ମୁଁ 3 ଘଣ୍ଟା ପାଇଁ ସ୍ୱର୍ଗର ରାଜା ହେବାର ସୌଭାଗ୍ୟ ପାଇଲି, ସେହି ଶିବଙ୍କୁ ବର୍ତ୍ତମାନ ସମସ୍ତ ସମ୍ପତ୍ତି ଅର୍ପଣ କରିବି। ତେଣୁ ଆଉ କାଳ ବିଳମ୍ବ ନ କରି ସ୍ୱର୍ଗର ସମସ୍ତ ସମ୍ପତ୍ତି ଶିବଙ୍କ ପଦତଳେ ଅର୍ପଣ କଲା। ଶିବ
ଶିବ ତ ବୈରାଗ୍ୟ, ସେ ସମ୍ପତ୍ତି କରିବେ ବା କ'ଣ? ଗୋଟି ଗୋଟି କରି ଋଷିମାନଙ୍କ ମଧ୍ୟରେ ତାହା ବାଣ୍ଟିବାକୁ ଲାଗିଲେ। ଅଗସ୍ତ୍ୟଙ୍କୁ ଦେଲେ ଐରାବତ ହାତୀ, ବିଶ୍ୱାମିତ୍ରଙ୍କୁ ଦେଲେ ଉଚ୍ଚଶ୍ର ବା ଅଶ୍ୱ, ବଶିଷ୍ଠଙ୍କୁ ଦେଲେ କାମଧେନୁ, ଗାଲବକୁ ଦେଲେ ଚିନ୍ତାମଣି, କୈଠନକୁ ଦେଲେ କଳ୍ପବୃକ୍ଷ। ଏପରି 3 ଘଣ୍ଟା ଭିତରେ ଇନ୍ଦ୍ରଙ୍କର ସବୁ ସମ୍ପତ୍ତି ବାଣ୍ଟିଦେଲେ। ନିର୍ଦ୍ଧାରିତ ସମୟ ସରିଯିବାରୁ ଜୁଆଡ଼ି ଜଣକ ପୁଣି ଫେରି ଆସିଲା ଯମପୁରକୁ। ଏଣେ ଇନ୍ଦ୍ର ଯାଇ ସ୍ୱର୍ଗପୁରରେ ଦେଖନ୍ତି ଯେ ତାଙ୍କର ଆଉ କିଛି ନାହିଁ। ଅମରାବତୀ ଧନ ସମ୍ପତ୍ତିହୀନ। ରାଗରେ ଜର୍ଜର ହୋଇ ବୃହସ୍ପତିଙ୍କୁ ସାଙ୍ଗରେ ନେଇ ସେ ଯାଇ ପହଞ୍ଚିଲେ ଯମରାଜଙ୍କ ପାଖରେ। ଆଉ କହିଲେ, ଯମରାଜ, ଆପଣ ଏ କ'ଣ କଲେ? ଜଣେ ସାମାନ୍ୟ ଜୁଆଡ଼ିକୁ ଅମରାବତୀର ଅଧିକାର ଦେଇ ମୋତେ ସର୍ବସ୍ୱାନ୍ତ କରାଇଲେ। ସ୍ୱର୍ଗର ରାଜା ହୋଇ ବାଟରେ ଭିକାରୀଠାରୁ ମୁଁ ଆଜି ହୀନ। ଯମରାଜ କହିଲେ, ଦେବରାଜ, ଆପଣ ବୁଢ଼ା ହେଲେଣି, ତଥାପି ଆପଣଙ୍କର ଧନ ସମ୍ପତ୍ତି ପ୍ରତି ଆସକ୍ତି ଯାଇନାହିଁ। ଜୁଆଡ଼ିର ପୁଣ୍ୟ ଆପଣଙ୍କର 100 ଯଜ୍ଞର ପୁଣ୍ୟଠାରୁ ବେଶୀ। ହଠାତ୍ ବହୁ ଧନ ସମ୍ପତ୍ତି ହସ୍ତଗତ ହେଲେ ଯେ ଲୋଭ ନ କରି ତାହାକୁ ସତ୍କର୍ମ ଲଗାଏ, ସେ ହେଉଛି ଧନ୍ୟ। ଆପଣ ଯାଆନ୍ତୁ, ଋଷିମାନଙ୍କଠାରୁ ଆପଣଙ୍କର ସମ୍ପତ୍ତି ଫେରାଇ ନିଅନ୍ତୁ। ଇନ୍ଦ୍ର ଋଷିମାନଙ୍କୁ ଅନୁରୋଧ କରି ସବୁ ସମ୍ପତ୍ତି ଫେରି ପାଇଲେ। ଯମରାଜ ଜୁଆଡ଼ିର ଧର୍ମ କାର୍ଯ୍ୟ ଓ ସ୍ୱାର୍ଥ ତ୍ୟାଗ ବିଷୟ ବିଚାର କରି ତାକୁ ଆଉ ନରକ ଯନ୍ତ୍ରଣା ଦେଲେ ନାହିଁ। ସେହି ଜୁଆଡ଼ି ପରଜନ୍ମରେ ବିରୋଚନଙ୍କ ପୁତ୍ର ମହାଦାନୀ ବଳି ରୂପେ ଜନ୍ମ ହେଲେ। ହନୁମାନଙ୍କ ପ୍ରତିଶ୍ରୁତି। ପାଣ୍ଡବମାନଙ୍କ ଭିତରେ ଭୀମ ଥିଲେ ସବୁଠାରୁ ବଳବାନ। ସେଥିପାଇଁ ସେ ମନେ ମନେ ଗର୍ବ ଅନୁଭବ କରୁଥିଲେ। ଅଜ୍ଞାତ ବନବାସ ସମୟ କିଛି ଦିନ ପାଇଁ ପାଣ୍ଡବମାନେ ରହୁଥାନ୍ତି ଗନ୍ଧର୍ବମାଦନ ପର୍ବତ ଉପରେ। ସେହି ସମୟରେ ଥରେ ଦ୍ରୌପଦୀ ଦେଖିଲେ ଯେ ପବନରେ ଗୋଟିଏ ସହସ୍ର ପାଖୁଡ଼ା ଥିବା ପଦ୍ମଫୁଲ ଉଡ଼ି ଆସୁଛି। ଦୌଡ଼ି ଯାଇ ସେ ଫୁଲଟିକୁ ଧରି ପକାଇଲେ। ସେମିତି ଆଉ ଗୋଟିଏ ଫୁଲ ପାଇବା ଲାଗି ତାଙ୍କର ଭାରି ସଉକ ହେଇଥିଲା। ତେଣୁ ଭୀମକୁ ଡାକି ସେମିତିଆ ଆଉ ଗୋଟିଏ ଫୁଲ ଆଣିବାକୁ କହିଲେ। ଭୀମ ତ ସବୁ କାମରେ ଆଗଭର। ସଙ୍ଗେ ସଙ୍ଗେ ବାହାରି ପଡ଼ିଲେ ସହସ୍ର ପାଖୁଡ଼ା ଥିବା ପଦ୍ମଫୁଲ ଅନୁସନ୍ଧାନରେ। ଚାଲିଲା ବେଳେ ଭୀଷଣ ଗର୍ଜନ କରିବା ତାଙ୍କର ଅଭ୍ୟାସ। ବଣର ଜୀବଜନ୍ତୁମାନେ ସେ ଗର୍ଜନ ଶୁଣି ଏଣେ ତେଣେ ଧାଇଁବାକୁ ଲାଗିଲେ। ଗଛ ଉପରେ ବସିଥିବା ଚଢ଼େଇମାନେ କେଁ କଟର ରାବ କରି ଆକାଶରେ ଚକର ମାରି ଉଡ଼ିଲେ। ଭୀମ ଏକଲରେ ଚାଲିଥାନ୍ତି ବଣ ଭିତରେ। ଚାରିଆଡ଼କୁ ଚାହୁଁଥାନ୍ତି କେଉଁଠି ସେହି ପ୍ରକାର ପଦ୍ମଫୁଲ ଫୁଟିଛି। କିଛି ବାଟ ଗଲା ପରେ ସେ ଦେଖିଲେ ଗୋଟିଏ ବିରାଟ କଦଳୀ ବଣ। ସେହି ବଣରେ ରହୁଥାନ୍ତି ମହାବୀର ହନୁମାନ। ସେ ଜାଣିପାରିଲେ ଯେ ଦ୍ୱିତୀୟ ପାଣ୍ଡବ ଭୀମସେନ ସେଠାକୁ ଆସୁଛନ୍ତି। ଆଗରେ ସ୍ୱର୍ଗକୁ ଯିବାର ବାଟ। ସେହି ବାଟ କିନ୍ତୁ ଭାରି ଭୟଙ୍କର। କାଳେ ଭୁଲରେ ସେହି ବାଟରେ ଭୀମ ଆଗେଇ ଯିବେ, ତାହା ଭାବି ହନୁମାନ ଯାଇ ତାଙ୍କୁ ବାଟ ଓଗାଳିଲେ। ବାଟରେ ହନୁଙ୍କୁ ବସିଥିବାର ଦେଖି ଭୀମ ଭୟଙ୍କର ଗର୍ଜନ କଲେ, କିନ୍ତୁ ହନୁ ତାହା ଶୁଣି ନ ଶୁଣିଲା ପରି ବାଟରେ ବସି ରହିଲେ। ଭୀମ ଯେତେବେଳେ ରାଗିଯାଇ କାହିଁକି ବାଟ ଓଗାଳିଛୁ ବୋଲି ତାଙ୍କୁ ପଚାରିଲେ, ହନୁ କହିଲେ, ଦେଖ ଭାଇ, ମୁଁ ବୁଢ଼ା ହୋଇଗଲିଣି। ଏକ ତ ରୋଗରେ ପଡ଼ିଛି, ତେଣୁ ଏଠି ଟିକିଏ ବିଶ୍ରାମ ନେଉଛି। ଏ ଅବସ୍ଥାରେ ମୁଁ ବିଶ୍ରାମରେ ବାଧା ଦେବା କ'ଣ ତୁମର ଠିକ୍ ହେଉଛି? ବୁଝିଲା ସୁଝିଲା ଲୋକ ଜୀବଙ୍କ ଉପରେ ଦୟା କରିବା ଉଚିତ। ଆଉ ଆଗକୁ ଗଲେ ତୁମ ପକ୍ଷରେ ବିପଦ, କିଛି ଫଳମୂଳ ଖାଇ ଏଠୁ ଫେରିଯାଅ। ଭୀମ ତ କ୍ଷଣକୋପି ତାହା ଶୁଣି ରାଗିଯାଇ କହିଲେ, ମୁଁ ମରେ ବା ବଞ୍ଚେ ତୁମର ଯାଏ ଆସେ କ'ଣ? ଆଉ ଡେରି ନ କରି ତୁମେ ମୋତେ ବାଟ ଛାଡ଼ିଦିଅ। ତାହା ଶୁଣି ହନୁମାନ କହିଲେ, ମୁଁ ତ ଆଗରୁ କହିଛି ଯେ ମୁଁ ରୋଗୀ, ଉଠିପାରୁନାହିଁ। ଯଦି କଥା ନ ମାନି ତୁମେ ଆଗକୁ ଯିବାକୁ ଚାହୁଁଛ, ତାହେଲେ ମୋତେ ଠେଲି ଦେଇ ଯାଇପାର। ତାଙ୍କର ଅସହାୟ ଅବସ୍ଥା ଦେଖି ଭୀମଙ୍କ ରାଗ କୁଆଡ଼େ ଉଭେଇଗଲା। ନମ୍ର ସ୍ୱରରେ ସେ କହିଲେ, ହେ ମହାତ୍ମା, ସବୁ ଜୀବଙ୍କ ଦେହରେ ମହାତ୍ମା ଅଛନ୍ତି। ମୁଁ ତୁମକୁ ଠେଲି ଦେଇ ଯିବା ଅର୍ଥ ସେହି ପରମାତ୍ମାକୁ ଅପମାନ କରିବା। ତେଣୁ ତୁମେ ଟିକିଏ ଘୁଞ୍ଚିଗଲେ ମୁଁ ଚାଲିଯିବି। ତାହା ଶୁଣି ହନୁ କହିଲେ, ମୁଁ ତିଳେ ହେଲେ ଘୁଞ୍ଚି ପାରିବି ନାହିଁ। ଯଦି ତୁମେ ଯିବାକୁ ଚାହୁଁଛ, ମୋ ଲାଙ୍ଗୁଳ ଧରି ମୋତେ ଘୁଞ୍ଚାଇ ଦିଅ। ନିଜ ବଳ ଯୋଗୁଁ ତ ଭୀମଙ୍କ ମନରେ ଗର୍ବ। କ'ଣ କଲେ ନା, ବାଁ ହାତରେ ହନୁଙ୍କ ଲାଙ୍ଗୁଳ ଧରି ବଡ଼ ଜୋରରେ ଟାଣିଲେ, କିନ୍ତୁ ଟିକିଏ ହେଲେ ତାଙ୍କୁ ଘୁଞ୍ଚାଇ ପାରିଲେ ନାହିଁ। ନିଜ ଦେହରେ ସମସ୍ତ ବଳ ପ୍ରୟୋଗ କରି ସେ ଚେଷ୍ଟା କଲେ, ହେଲେ ତାଙ୍କର ସବୁ ଚେଷ୍ଟା ବିଫଳ ହେଲା। ଲାଜରେ ତାଙ୍କ ମୁହଁ କଳା ପଡ଼ିଗଲା। ତହୁଁ ସେ ହନୁମାନଙ୍କ ପାଦ ତଳେ ପଡ଼ି କ୍ଷମା ଦେଲେ। ହନୁ ନିଜର ପରିଚୟ ଦେଲେ ଓ ନୀତି ଉପଦେଶ ଦେଇ ତାଙ୍କୁ ସେଠାରୁ ଫେରାଇ ଦେଲେ। ଖୁସି ହୋଇ ସେ ଭୀମଙ୍କୁ ପ୍ରତିଶ୍ରୁତି ଦେଇ କହିଲେ, ମହାଭାରତ ଯୁଦ୍ଧ ସମୟରେ ମୁଁ ଅର୍ଜୁନଙ୍କ ପତାକାରେ ରହି ତୁମମାନଙ୍କୁ ସାହାଯ୍ୟ